ଆଠ ଦଫା ଦାବିରେ ଓଡ଼ିଶା କୃଷକ ସାଥୀ ସଂଘର ଧାରଣା। କୁଶଳୀ ଶ୍ରମିକ ହାର ମାସିକ ମଜୁରୀ ପ୍ରଦାନ ଏବଂ କାର୍ଯ୍ୟରତ କୃଷକ ସାଥୀଙ୍କ ମୃତ୍ୟୁବରଣ କଲେ ସେମାନଙ୍କ ପରିବାର ଭିତରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଦି ଦାବିକୁ ନେଇ ଆଠ ଦଫା ଦାବିରେ ଓଡ଼ିଶା କୃଷକ ସାଥୀ ସଂଘ ସମ୍ପୂର୍ଣ୍ଣ ଜାଣିବା। ଯଦି ହେଲୋ ଭିଉୟର୍ସ ନମସ୍କାର, ମୁଁ ସୁଜିତ ଆପଣଙ୍କୁ ସ୍ୱାଗତ କରୁଛି SM8906 ୟୁଟ୍ୟୁବ୍ ଚ୍ୟାନେଲ୍। ଯଦି ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, କାରଣ ଆମ SM8906 ୟୁଟ୍ୟୁବ୍ ଚ୍ୟାନେଲ୍ ସବୁବେଳେ ପାଇଁ ଜେନ୍ୟୁନ୍ ଏବଂ ଟ୍ରୁଷ୍ଟେବୁଲ୍ ନ୍ୟୁଜ୍ ଆଣିଥାଏ। ଏବଂ ଦେଖିପାରୁଥିବେ ଆଜିର ନ୍ୟୁଜ୍, ଆଠ ଦଫା ଦାବିରେ ଓଡ଼ିଶା କୃଷକ ସାଥୀ ସଂଘର ଧାରଣା। ଆଜି ଦେଖିପାରୁଥିବେ 1 ଅଗଷ୍ଟ ନ୍ୟୁଜ୍ ପେପରଟେ, 1/8/2024 ନ୍ୟୁଜ୍ ପେପରଟେ ଦେଖିବେ। କୁଶଳ ଶ୍ରମିକ ହାରରେ ମାସିକ ମଜୁରୀ ପ୍ରଦାନ କାର୍ଯ୍ୟରତ କୃଷକ ସାଥୀଙ୍କ ମୃତ୍ୟୁବରଣ କଲେ ସେମାନଙ୍କ ପରିବାର ଭିତରୁ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା ଆଜି ଦାବିରେ ଆଠ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଓଡ଼ିଶା କୃଷକ ସାଥୀ ସଂଘର ଧାରଣା ଦେଇଛନ୍ତି। ଏହି ସଂଘର ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ରାଜ୍ୟରେ 13,600 କୃଷକ ସାଥୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କୁ ଓଡ଼ିଶାରେ ସରକାରଙ୍କ ଦ୍ୱାରା କାର୍ଯ୍ୟରତ କୃଷିର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି କୃଷକ ସାଥୀମାନେ, ଯେମିତିକି ଯେଉଁ ମୂର୍ତ୍ତିର ନମୁନା ସଂଗଠନ ଠାରୁ ଆରମ୍ଭ କରି ଜଳ ପରିଚାଳନା ପାଇଁ ପାଣି ପଞ୍ଚାୟତ ଗଠନ, ତୈଳ ଭିଜି ଜାତୀୟ କୃଷି ନିମନ୍ତେ କୃଷିଙ୍କ ପରାମର୍ଶ ସହିତ ବର୍ତ୍ତମାନ ସମୟରେ ପରିସଂଖ୍ୟାନ ବିଭାଗ ସହ ଅନେକ ଉନ୍ନତି ବିଭାଗର କରିଛନ୍ତି। ଏଥିପାଇଁ କୃଷକ ସାଥୀଙ୍କ ବାର୍ଷିକ 12,000 ଟଙ୍କା ମିଳୁଥିଲା। ବର୍ତ୍ତମାନ ସରକାର ଉକ୍ତ ରାଶିକୁ ବୃଦ୍ଧି କରି 18,000 ଟଙ୍କା କରିଛନ୍ତି, କିନ୍ତୁ ଏହି ଟଙ୍କା ସମୁଦାୟ ସଂଖ୍ୟା ବୋଲି ସଂଘ ତରଫରୁ କୁହାଯାଇଛି। କେନ୍ଦ୍ର ସରକାର 2018 ଗାଇଡ଼ଲାଇନ୍ ଅନୁସାରେ ରାଜ୍ୟ ସରକାରଙ୍କ ଉକ୍ତ ରାଶିକୁ ବୃଦ୍ଧି କରିପାରିବେ। ଯେଉଁମାନେ କୃଷକ ସାଥୀମାନେ ଅଛନ୍ତି ସେମାନଙ୍କ ସମାନ କାମକୁ ସମାନ ଦରମା ପାଉନାହାନ୍ତି। ସେମାନେ ବହୁତ କାମ କରୁଛନ୍ତି, କୃଷି କେମିତି ଜଳସେଚନ ହେବ ଏବଂ ମୂର୍ତ୍ତିର ନମୁନା ବହୁତ କାମ କରୁଛନ୍ତି, ହେଲେ ସେମାନଙ୍କ ସମାନ କାମ ସମାନ ଦରମା ପାଉନାହାନ୍ତି। ଏହି ରାଶିକୁ ଭିତ୍ତି କରି ପାଇଁ ନୂତନ ସରକାର ଦାବିପତ୍ର ଜଣାଇଛି ସଂଘ। ଯେଉଁ ଆଠ ଦଫା ଦାବି ନେଇ ଓଡ଼ିଶା କୃଷକ ସାଥୀ ସଂଘ ଧାରଣା କରିଥିଲେ, ଯେଉଁ କୁଶଳ ଶ୍ରମିକ ହାରରେ ମାସିକ ମଜୁରୀ ପ୍ରଦାନ ଦାବିରେ ଏହି ରାଶିକୁ ବୃଦ୍ଧି କରିବା ପାଇଁ ନୂତନ ସରକାରକୁ ଦାବିପତ୍ର ଜଣାଇ ସଂଘ। ଏହି ଧାରଣାରେ ଓଡ଼ିଶା କୃଷକ ସାଥୀ ସଂଘର ସଭାପତି ଅମୂଲ୍ୟ କୁମାର ସାହୁ, ସାଧାରଣ ସମ୍ପାଦକ ଜିତେନ୍ଦ୍ର ସାହୁ ସମେତ ଶତାଧିକ କୃଷକ ସାଥୀ ଧାରଣାରେ ବସିଥିଲେ। ଦେଖିପାରୁଥିବେ ଆଉଥରେ କହିଯାଉଛି, ଆଠ ଦଫା ଦାବି ନେଇ ଓଡ଼ିଶା କୃଷକ ସାଥୀ ସଂଘର ଧାରଣା। ଯଦି ଭିଉୟର୍ସ ଭିଡ଼ିଓରେ ଭଲ ଲାଗିଛି ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, କାରଣ SM8906 ୟୁଟ୍ୟୁବ୍ ଚ୍ୟାନେଲ୍ ସବୁବେଳେ ଜେନ୍ୟୁନ୍ ଟ୍ରୁଷ୍ଟେବୁଲ୍ ନ୍ୟୁଜ୍ ଆଣିଥାଏ। ଏବଂ କମେଣ୍ଟ